आलो इलो रे बापा लो मुई कोन देखुची लो आज्ञा आज्ञा सारे आपणक पु आसिनी आपणक झियो आसीछि अबे बगो आज्ञा सारे अबे सुनला कोउ झियो कथा कहउछु बे के कार छियो देखंतु महारानी देखंतु अरे पोड़ा मुही पुणी एठी तोते कहली परा मो घर को आउ आसीबुनी बोली मो सारे अछि आपण के चरण तले की जगह आज मो सर्व हराई दे अछि मो पागरे खाଇବା ପାଇଁ ଗୃହ ନାହିଁ ଖାଇବା ପାଇଁ ଅନ୍ନ ନାହିଁ ଚୁପ କର ତୋତେ ବାରମ୍ବାର ବୁଝାଇଲେ ମଧ୍ୟ ବୁଝୁନି ମୋ ହାତ କହିଲି ପରା ତୁ ଏଠି ଚାଲି ଯା कौन कहलु के तो पिता कहार पिता तू मो झियोनो आ मु तो पिता नो एठो धीरे धीरे चली जा मो को देखे पाई मो चाहे ना जा चली जा मो सामनारू चली जाओ तो हेवा मात्र के मारी पारे चाली गले बोली आपण मते ते बाधा खाई देउ वाह काय तू बापा को बोल बोलियो चुप पापा तो मो थिरे मुंडो पुराना आपण को चाकरडे रही दिबे आपण को चाकरडे रही दिबे सिना मते तो आपण को प्योर तोड़ी दे कोने राय विनती करो पिता ना कबे नो सत्य मो मोथुआ बोली कबे स्वीकार करिबि नाही कबे नो मानुची मो आपण को जियानो जेते कहले मध्य आपण मते निज जिया बोली स्वीकार करिबेनी हां किंतु चाकराणी बोली तू स्वीकार करनी अरे आपण को पोस्ता कुकुर बोली तो स्वीकार करनी मालिक ओइठा के जतले पड़ी थिले ता मु साउटी खाई नै सिना अते ग्रहण करी दियंत नै अरे लखणी कहली परा मोटे मां कहबुनी बोली जाउनो से मसाणी भई को सेठी दोमा अछि आपण कोन करछथि आपण को हिगा छी चुप कर मोलाय हे ओ लक्षणी पुड़ा मोहि जा चले जा तो चले जा बारो द्वार सुन्नी पिंडा होई आज्ञा सारे एई भलरे मानिबनी सारे मारू मारू खट्टी दबाको पड़ी अरे ए बेटा ए कोन कहउछु चुप तो बलिया परिवार दुखिए अरे मलयो चुप होई तुम मां पाख को चली जा तो हे ओ लक्षणी को आचो मारी मारी घरो विताड़ित करी देबी
ଭଲ କଲେ ନାହିଁ ମା ଆପଣ ଭଲ କଲେ ନାହିଁ ଚୁପ କର ମଲୟ ତୁ କଣ ଜାଣିଛୁ ଭଲ ମନ୍ଦ ଏ ମଲୟ ଯାହା ବି ଆମେ କରିଛେ ତୋହରି ଭଲ ପାଇଁ କରିଛେ ମୋର କଣ ଭଲ আরে সেই ওটাই অলক্ষণীটা তো সাথীরে ଥିଲେ তারি নজর লাগিব নজর ବାପା ସେ କଣ କଣ ପ୍ରଥମ ସ୍ତ୍ରୀର ଝିଅ হ্যাঁ সত সত কথা ସେ অলক্ষণীକୁ କେବେ ମୋ ସାମ୍ନାରେ ରଖିବିନି ମୋ ଘରେ କେବେ ଆଶ୍ରୟ ଦେବି ନାହିଁ ମୋ ପାଖକୁ ରଖିବ ନାହିଁ ତ ମୁଁ ଏଇଠି ରହିକି କଣ କରିବି ମୁଁ ବି ଚାଲିଯିବି ମୋ ବାପା ସହିତ ତାହେଲେ ଯାଉଛି ମା ତାହେଲେ ଯାଉଛି ବାପା ରହିଯା ତୁ କଣ ତା ପଛ ପଛରେ ଚାଲିଯିବୁ ହଁ ମୁଁ ଚାଲିଯିବି ନା ସେଇ ଅସମ୍ଭବ ତୋ ମା ବାପାକୁ ଛାଡ଼ି ତୁ ଚାଲିଯିବୁ ହଁ ଚାଲିଯିବି ଏ ବୁଝିବନି ସାରେ ଏ ଚାଲିଯିବ ତାହେଲେ ମୁଁ ଯାଉଛି ମା ତାହେଲେ ଯାଉଛି ବାପା ସ୍ୱାମୀ ପୁଅ ମୋର ଚାଲିଗଲା ଆଉ ଜମା ଆସିବନି ସ୍ୱାମୀ ଓହୋ ଇନ୍ଦୁ ସେ ହଉଛି ଆମର ପୁଅ ଯାଅ ଆଉ ଯାଅ ତା ରାଗ ଥଣ୍ଡା ହେଲେ ସେ ନିଶ୍ଚୟ ବଲେ ବଲେ ଫେରି ଆସିବନି ନା ଆଉ ଆଉ ଜମା ଆସିପାରିବନି ସେ କାହିଁକି ନା ଆମ ଉପରେ ରାଗିଛି ଅଭିମାନ କରିଛି ଓହୋ ଇନ୍ଦୁ ତୁମେ ଧୈର୍ଯ୍ୟ ଧର ଇନ୍ଦୁ ଧୈର୍ଯ୍ୟ ଧର ଆଜ୍ଞା ସାରେ ଆପଣଙ୍କର ମନେ ପଡୁନି ସେଇ ପୁରୁଣା କଥାଟା ରାଜା ମଲୟ ସେନ ହଁ ତ ସ୍ୱାମୀ ସେ କଥା ତ ଆପଣ ଭୁଲି ଯାଇଛନ୍ତି ରାଜାକୁ ଦାଣ୍ଡର ଭିକାରୀ କରି ଆପଣ ମଧ୍ୟ ରାଜା ହେବେ ବୋଲି କହିଥିଲେ ନା ତୁମେ ଠିକ ସମୟରେ ସେଇ ଅତୀତ ବିଷୟରେ ମନେ ପକେଇ ଦେଇଛ ଠିକ କହୁଛୁ ବେଗ ଆପଣ ହେବେ ଏଇ ରାଜ୍ୟର ରାଜା ଆଉ ମୁଁ ହେବି ପାଟ ରାଣୀ ମୁଁ ହେବି ମହାମନ୍ତ୍ରୀ କଣ କରିବା ଜାଣିଛନ୍ତି ସାରେ ସେଇ ପୁରୁଣା ପରିଷଦ ଦେବାକୁ ପଡିବ ଏ ବେଗ ଆଜ୍ଞା ସାରେ ତାହେଲେ ଆମେ ଏଠି ସମୟକୁ ଅତିବାହିତ ନ କରି ଯିବା ରାଜପ୍ରସାଦକୁ ମଲୟ ସେନ ପାଖକୁ ସତରେ ମୁଁ ପାଟ ରାଣୀ ହୋଇପାରିବି ନିଶ୍ଚୟ ଲୋ ପ୍ରିୟତମା ନିଶ୍ଚୟ ତୁମେ ସୁବର୍ଣ୍ଣ ରାଜ୍ୟର ପାଟରାଣୀ ହେବ ଆପଣ ବିଳମ୍ବନ କରି ଯାଅ ସେ ସ୍ୱର୍ଣ୍ଣ ନଗରୀକୁ ଲୋ ପ୍ରିୟତମା ଏଥର ମୁଁ ଚାଲି ଯାଉଛି ରାଜ ଦରବାରକୁ ଆବେ ବେଗ ଆଜ୍ଞା ସାରେ ଏବେ ଯିବା ରାଜା ଆଦିତ୍ୟ ସେନ ପାଖକୁ